ତ ଗୋଟେ ଆଜି ଗୋଟେ ବହୁତ ବଡ଼ କଥା ଆଲୋଚନା କରିବାକୁ ପଡ଼ୁଛି। ଦେଖନ୍ତୁ କ'ଣ ପାଇଁ ଭିଡ଼ିଓଟା ଆସିଛି। ଦେଖ, ଗୋଟେ 6, 8, 12 କମ୍ବିନେସନ୍ ଥାଏ ଆମର ଜାତକର କୁଣ୍ଡଳୀରେ। ଯଦି ଏଇଟା ଥାଏ, ଗୋଟେ ଜୀବନରେ ଯଦି କାହାର ଡିଭୋର୍ସ ହେଉଛି, ଗୋଟେ ଜୀବନରେ ଯଦି କାହାର ମୃତ୍ୟୁ ହେଉଛି, ଗୋଟେ ଜୀବନରେ କାହାର ଯଦି ଆକ୍ସିଡେଣ୍ଟ ହେଉଛି, କି ରୋଗ ଅତ୍ୟନ୍ତ ଋଣ ସବୁ ଜିନିଷ ଗୁଡ଼ାକ କି ଶତ୍ରୁଠୁ ପରାଯାଏ, ତ ସବୁ 6, 8, 12 କି ଜେଲ୍ ଯାଉଛି 6, 8, 12ଟା କମ୍ବିନେସନ୍ରେ ହୁଏ ଆମେ ଯେଉଁଟା ଦେଖୁଛୁ। ତ ବର୍ତ୍ତମାନ 6, 8, 12 କମ୍ବିନେସନ୍ରେ ଯଦି ରାହୁ କେତୁ ଆକ୍ଟିଭ୍ ମଙ୍ଗଳ ବହୁତ କିଛି ଜିନିଷ ଥାଏ, ସେଇଟା ଆମେ ଅଲଗା କଥା ଆଲୋଚନା କରିବା। କିନ୍ତୁ ଗୋଟେ କଥା ଆଜି ମୁଁ ଗୋଟେ ସଚେତନ ଏବଂ ନିହାତି ସଜାଗ କରୁଛି। 3ଟା ରାଶି, କର୍କଟ ରାଶି, କନ୍ୟା ରାଶି, ମୀନ ରାଶି, ତାଙ୍କ ପାଇଁ ଏଇ ଯେଉଁ ଟାଇମ୍ଟା ମୁଁ ଆପଣଙ୍କୁ ଦେଇଛି, ବେସିକାଲି ଯଦି ଆମେ କହିବା 17 ଫେବୃଆରୀରୁ, ଅର୍ଥାତ୍ ଫେବୃଆରୀ ମାର୍ଚ୍ଚଟା କହିବା, ଏପ୍ରିଲ 2 ତାରିଖ ଯାଏ କ'ଣ ହେଉଛି ନା, ଗୋଟେ ଘରେ ରାହୁ ଆସୁଛନ୍ତି, ମଙ୍ଗଳ ବି ଆସୁଛନ୍ତି। ଏଇଟା ଗୋଟେ ବହୁତ ଖରାପ ଜିନିଷ। ଏଇଟାକୁ ଆମେ ଅଙ୍ଗାରକ ଯୋଗ ବୋଲି କହୁ। ତ କର୍କଟ, କନ୍ୟା, ମୀନଙ୍କ ପାଇଁ ଅଙ୍ଗାରକ ରାଶିଟା ଯେଉଁ ଘରେ ବସୁଛି, ଯେଉଁ ଘରେ ତିଆରି ହେଉଛି, ସେଇଟା ବହୁତ ଖରାପ। ତ ୟା ଫଳରେ କ'ଣ ହେବ? ଫାଷ୍ଟ କଥା ଯଦି ଆମେ ଆଲୋଚନା କରିବା, କର୍କଟ ରାଶି କଥା ଆଲୋଚନା କରିବା। କର୍କଟ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର। ତ ତାଙ୍କର ଅଷ୍ଟମ ଘରେ, ତାଙ୍କର କୁଣ୍ଡଳୀର ଅଷ୍ଟମ ଘରେ ଏଇ ଯେଉଁ ଜ୍ୟୋତିଟା ବସୁଛି, ଏଇ ଜ୍ୟୋତିରେ ରାହୁ ରହୁଛନ୍ତି, ଶୁକ୍ର ରହୁଛନ୍ତି, ବୁଧ ରହୁଛନ୍ତି, ସୂର୍ଯ୍ୟ ରହୁଛନ୍ତି, ମଙ୍ଗଳ ରହୁଛନ୍ତି। ରାହୁ ଶୁକ୍ର ମିତ୍ର ଗ୍ରହ, ବୁଧ ମଧ୍ୟ ତାଙ୍କର ମିତ୍ର ଗ୍ରହ, କିନ୍ତୁ ଶୁକ୍ର ଓ ଦୈତ୍ୟ ଗୁରୁ ତ ରାହୁକୁ ସପୋର୍ଟ କରେ। ସୂର୍ଯ୍ୟ ମଙ୍ଗଳ ମିତ୍ର ଗ୍ରହ, ସୂର୍ଯ୍ୟ ମଙ୍ଗଳଙ୍କ ସାଥିରେ ରାହୁ ଶୁକ୍ରଙ୍କର ପଡ଼େନି। ତ ଏଇ ଯେଉଁ ଅଙ୍ଗାରକ ଯୋଗ ଶୁକ୍ରଙ୍କ ପାଇଁ ହୁଏ, ଅଙ୍ଗାରକ ଯୋଗଟା ହେଉଛି ରାହୁ ଏବଂ ମଙ୍ଗଳଙ୍କ ପାଇଁ। କର୍କଟ ରାଶିରେ ଯେହେତୁ ଏଇଟା ଅଷ୍ଟମ ଘରେ ବସୁଛି, ଦେଖିବେ ଯାହାଙ୍କର କୋର୍ଟ କଚେରୀ ଜନିତ ପ୍ରୋବ୍ଲେମ୍ ଥିଲା, ତାଙ୍କର ଏବେ ଜେଲ୍ ଯିବାର ମଧ୍ୟ ତାଙ୍କର ଟାଇମ୍ ଏବେ ଆସିଯିବ। ଯଦି ତାଙ୍କ ଜାତକରେ ଯଦି ମଙ୍ଗଳ ଖରାପ ଥିବେ, ନିଶ୍ଚିତ ଭାବରେ ଏଇସବୁ ପ୍ରୋବ୍ଲେମ୍ ତାଙ୍କର ଆସିବ। ଏଇଟା ବେଶୀ ଖରାପ ଏଇଥିପାଇଁ କହିବା, ଏଇଟା 8 ଘର ମଧ୍ୟ, ଅଷ୍ଟମ ଘର ଏବଂ 12ତମ ଘରକୁ ମଧ୍ୟ କନେକ୍ସନ୍ 6, 8, 12 କମ୍ବିନେସନ୍ଟା ହେଉଛି। କେମିତି ହେଉଛି ସେଇଟା ମୁଁ ତ ଗ୍ରାମାର ଆପଣଙ୍କୁ କହିଲେ ଆପଣ ସେମିତି ଭଲକି ବୁଝିପାରିବେନି। କିନ୍ତୁ କର୍କଟ ରାଶି ପାଇଁ ବହୁତ ବଡ଼ ପ୍ରୋବ୍ଲେମ୍ କଥା। ତ କର୍କଟ ରାଶି କ'ଣ କରିବେ? କର୍କଟ ରାଶି ନିଶ୍ଚିତ ଭାବରେ ଆପଣଙ୍କର ଦେଖିବେ, ଆପଣଙ୍କର ଜନ୍ମ ଜାତକରେ ଚନ୍ଦ୍ର କେଉଁଠି ଅଛନ୍ତି, କି ଆପଣଙ୍କର ମଙ୍ଗଳ କେଉଁଠି ଅଛନ୍ତି, ରାହୁ କେଉଁଠି ଅଛି ବି ଦେଖିବେ, ଶୁକ୍ର, ସୂର୍ଯ୍ୟ, ମଙ୍ଗଳଙ୍କ ସାଥେ। କିନ୍ତୁ ଏଇ ଯେଉଁ ସମୟଟା ଆପଣ ଗାଡ଼ି ଚଲେଇବା ଟିକେ ବନ୍ଦ କରନ୍ତୁ। ଏତିକି ସମୟ ଟିକେ ଝଗଡ଼ା ଫଗଡ଼ାରୁ ଦୂରେଇ ରୁହନ୍ତୁ, କୋର୍ଟ କଚେରୀ କେସ୍ରୁ ଦୂରେଇ ରୁହନ୍ତୁ, ଆମର ଜୋର ଗାଡ଼ି ଚଲେଇବାରୁ ଦୂରେଇ ରୁହନ୍ତୁ, ବିଦେଶ ଯିବା ମଧ୍ୟ ଆପଣ ଦୂରେଇକି ରୁହନ୍ତୁ। ଏବଂ ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବା ବିଧେୟ, ମହାଦେବ ପାର୍ବତୀଙ୍କ ଆରାଧନା କରିବା ବିଧେୟ ଉଚିତ। ନିଶ୍ଚିତ ଭାବରେ ଆପଣ ଏଇଟା କରନ୍ତୁ। ତାପରେ ଆପଣଙ୍କର ଯେହେତୁ ଆପଣଙ୍କର ରାଶିର ସ୍ୱାମୀ କିଏ? ଚନ୍ଦ୍ର। ତ ଓଂ ସାଂ ସିଂ ସୌ ସହ ଚନ୍ଦ୍ରମେଷ ନମ କିମ୍ବା ଓଂ ସମାୟ ନମ ନିଶ୍ଚିତ ଭାବରେ ଜପ କରିବା କଥା। ଏଇଟା ହେଉଛି କର୍କଟ ରାଶି କଥା। ତାପର ରାଶି କନ୍ୟା ରାଶି କଥା ଆଲୋଚନା କରିବା। କନ୍ୟା ରାଶିର ଯେଉଁ ଏଇ ଯେଉଁ ଘରଟାର ଯେଉଁ ପ୍ରୋବ୍ଲେମ୍ଟା, ଅଙ୍ଗାରକ ଯୋଗ 6ଠତମ ଘରେ ହେଉଛି। 6ଠତମ ଘର କ'ଣ? ରୋଗ, ଋଣ, ଶତ୍ରୁ କିମ୍ବା ଚାକିରି କଥା। ଯାହାର କିନ୍ତୁ ମଙ୍ଗଳ ରାହୁ 2ଟା ଭଲ ଥିବ, ତା'ର ଚାକିରି ପାଇଁ ଏବେ ବହୁତ ବଢ଼ିଆ ସମୟ କନ୍ୟା ରାଶି ଲୋକଙ୍କ ପାଇଁ। କିନ୍ତୁ କନ୍ୟା ରାଶିର ଏଥିରେ କ'ଣ ହେଉଛି ନା, କାହାକୁ ଯଦି ହେଲ୍ଥ ଇସ୍ୟୁ ହେଉନଥିବ, ଏଇ ଟାଇମ୍ରେ ହେଲ୍ଥ ଇସ୍ୟୁ ଟିକେ କନ୍ୟା ରାଶିର ଲୋକଙ୍କୁ ରହିବ। ତତ୍ସହିତ ଲୋନ୍ ବଢ଼ିପାରେ, ଏକାନ୍ତ ଭାବରେ ଆପଣ ରହିପାରନ୍ତି, ଶତ୍ରୁ ବଢ଼ିଯାଇପାରନ୍ତି, ଚାକିରିରେ ଆପଣଙ୍କର ପଦୋନ୍ନତି ଘଟିପାରେ କିମ୍ବା ଚାକିରି ବି ଯାଇପାରେ। ଏବଂ ଯେହେତୁ କନେକ୍ସନ୍ ଅଷ୍ଟମ 12 ମଧ୍ୟରେ ରହୁଛି, ତ ଆପଣଙ୍କର ମଧ୍ୟ ବ୍ୟୟର ଭାବ ବହୁତ ରହିଛି। ତ କନ୍ୟା ରାଶି ପାଇଁ ଏଇଟା, ଯେହେତୁ ବୁଧ ମଧ୍ୟ ଅଛନ୍ତି ରାହୁଙ୍କ ସାଥିରେ, ତ ବୁଧ ରାହୁଙ୍କ ମିତ୍ର ଗ୍ରହ। କିନ୍ତୁ ଯେହେତୁ ବୁଧ ମିଡ଼ରେ ରହିଯାଇଛନ୍ତି 6ଠ ଘରେ, ତ ଏଇଠି କ'ଣ ହେଉଛି ନା, ବୁଧ ଏଇଠି ଗୋଟେ ପ୍ରକାର ଡାଉନ୍ ହେଇଗଲେ। ଆପଣଙ୍କର ବୁଧ ଯେହେତୁ ଲଗ୍ନ ସ୍ୱାମୀ, ରାଶି ସ୍ୱାମୀ, ତ ନିଶ୍ଚିତ ଭାବରେ ଏଇଠି କ'ଣ ଟିକେ ଆପଣଙ୍କୁ ରାହତ ମିଳିବ। ତଥାପି ମଙ୍ଗଳ ଆଉ ରାହୁ ଅଙ୍ଗାରକ ଯୋଗ ଏଇ ଜାଗାରେ ବସିକି ଯେଉଁ 6ଠତମ ଘରେ ବସିକି କରୁଛନ୍ତି, ଆପଣଙ୍କ ପାଇଁ ଏଇଟା ପ୍ରୋବ୍ଲେମ୍ ନିଶ୍ଚିତ ଭାବେ ଘଟିବ। ତ ରୋଗ, ଋଣ, ଶତ୍ରୁ ଆପଣଙ୍କର ବଢ଼ିପାରେ। ଆପଣ କ'ଣ କରିବେ? ଆପଣ ମଧ୍ୟ ସେଇ ହନୁମାନ ଚାଳିଶା ପାଠ କରନ୍ତୁ, ମହାଦେବଙ୍କର ପ୍ରାର୍ଥନା କରନ୍ତୁ। ତାପରେ ଆପଣ ବୀଜ ମନ୍ତ୍ର ନିଶ୍ଚିତ ଭାବରେ ପାଠ କରନ୍ତୁ। ଶ୍ରୀ ବୁଧଦେବଙ୍କର ଓଂ ବ୍ରାଂ ବ୍ରିଂ ବ୍ରୌଂ ସହ ବୁଧାୟ ନମ, ଏଇ ଯେଉଁ
ବୀଜ ମନ୍ତ୍ର ଆପଣ ଜପ କରନ୍ତୁ। ତାପରେ ଆମେ ଦେଖିବା ମୀନ ରାଶି କନ୍ୟା ରାଶି। କିନ୍ତୁ ଗୋଟେ କଥା ଆପଣଙ୍କୁ ମଧ୍ୟ ଗାଡ଼ି ଜୋର ଚଲାଇବାକୁ ଆକ୍ସିଡେଣ୍ଟର ଯୋଗ ଅଛି, ଯେହେତୁ ଆପଣଙ୍କୁ ସତ କରିବେ। ତ ମୀନ ରାଶି ସେହିପରି ଭାବେ ମୀନ ରାଶିର ପ୍ରଥମ କଥା, ମୀନ ରାଶି ଆକ୍ଚୁଆଲି 12ତମ ମାନେ ରାଶିର 12ତମ ରାଶିର ସ୍ୱାମୀ ମଧ୍ୟ ଅଛି ମୀନ ରାଶି। ତ 12 ଘରେ ମଧ୍ୟ ମୀନ ରାଶିଙ୍କର ବଢ଼ୁଛି। ତ ଏଇଟା ମୀନ ରାଶି ଟିକେ ଅତ୍ୟଧିକ ହେଇଥିବା ପ୍ରୋବ୍ଲେମ୍ ହେଉଛି। ମୀନ ରାଶିରେ ଏବେ 7.5 ବି ଚାଲିଛି। ତ ମୀନ ରାଶି କ'ଣ ତାଙ୍କର ଶନିଙ୍କର ଇଫେକ୍ଟଟା ରହୁଛି। ତ ସେଇ ଇଫେକ୍ଟ ସାଥିରେ ପୁଣି କ'ଣ ରହିଲା ନା, ଏଠି ଯେଉଁ ଆମର ମୀନ ରାଶି ବୃହସ୍ପତିଙ୍କର ରାଶି, ତ ଶନିଙ୍କର ଇଫେକ୍ଟ ରହିଲା। ତ ଏଇଠି କ'ଣ ହେଉଛି ନା, ଏ ଯେଉଁ ସୂର୍ଯ୍ୟ ଏବଂ ମଙ୍ଗଳ ଦୁଇ ଜଣ ଯେଉଁ ଉର୍ଜାର ଗ୍ରହ, ତ ଉର୍ଜାଟାକୁ ଆପଣ ନିଆଁଟାକୁ ଯେଉଁ ଭଳିଆ ଖେଳିବେ ସେଇଭଳିଆ କ'ଣ ରହିବ, ନିଆଁ ତା ଅନୁସାରେ ଚାଲିବ। ତ ଏଠି ବନିଯିବାକୁ ଆପଣମାନଙ୍କର ବାହାରକୁ ଆପଣଙ୍କୁ ଯଦି ଯିବାର ଅଛି ବି ବନ୍ଦ କରନ୍ତୁ। ବିଦେଶ ଯାତ୍ରା, ବିଦେଶର କାର୍ଯ୍ୟ, ବିଦେଶରୁ ଆମଦାନୀ ରପ୍ତାନି, ଏକ୍ସପୋର୍ଟ ଇମ୍ପୋର୍ଟ, ବିଦେଶ ଜନିତ ବେପାର କିମ୍ବା ବିଦେଶରୁ ଯାହା ବି ପ୍ରୋବ୍ଲେମ୍ ଏବେ ଦେଖାଯିବ, ତ ବିଦେଶ ଜନିତ କାର୍ଯ୍ୟ କରନ୍ତୁ ନାହିଁ। ତତ୍ ସହିତ ଆପଣମାନଙ୍କୁ କୌଣସି ଜାଗାରେ ଇନସଲ୍ଟ ହେବାର ମଧ୍ୟ ଯୋଗ ଅଛି, ଅପମାନ ଜନିତ ଯୋଗ ଅଛି ମୀନ ରାଶି ଲୋକଙ୍କୁ। ପ୍ରେମ କ୍ଷେତ୍ରରେ ମଧ୍ୟ ଆପଣଙ୍କର ପ୍ରୋବ୍ଲେମ୍ ଦେଖାଯିବ, କାହିଁକିନା ଆପଣଙ୍କର ଏଠି ଦୃଷ୍ଟି ଆପଣଙ୍କର ଏଠି କ'ଣ ମଙ୍ଗଳଙ୍କ ସାଥିରେ ଏଠି ରାହୁ, ତାପରେ ଆପଣଙ୍କ ଯେହେତୁ 12ତମ ରାଶିରୁ ଏଠି ମଙ୍ଗଳ ମଧ୍ୟ ଦୃଷ୍ଟିଗୋଚର ଗଲେ, ଏପଟେ ରାହୁ କନେକ୍ସନ୍ ରହିଲେ ଏଇଠି 12ରେ, ତ ଆପଣମାନଙ୍କର ଏଇ ଜିନିଷ ପ୍ରୋବ୍ଲେମ୍ ରହିବ। ତ ଆପଣମାନେ ଦେଖନ୍ତୁ ରୋଗ ଆପଣମାନଙ୍କ ମଧ୍ୟ ଦେଖା ଦେଇପାରିବ, ଥଣ୍ଡା ଜନିତ ପ୍ରବଳ ରୋଗ ଆପଣଙ୍କ ରହିବା ଦେଖାଯାଉଛି। ତାପରେ ଆମର ମୀନ ରାଶି ଆଉ ଗୋଟେ ପ୍ରୋବ୍ଲେମ୍ ହେଉଛି, ଆପଣ ଏଇ ଟାଇମ୍ରେ ଚିନ୍ତାଗ୍ରସ୍ତ ବହୁତ ରହିବେ। କେଉଁମାନଙ୍କର ଯଦି ଜେଲ୍ ଭୋଗିବାର ଥିବ ନା, ତାକୁ ଜାତକର ଯଦି ଖରାପ ଥିବ, ଏଇ ଟାଇମ୍ରେ ସେମାନେ ଜେଲ୍ ଫେଲ୍ ପଳାଇବେ। ତ ସେଥିପାଇଁ ଆପଣ କେବେ ଝଗଡ଼ା ଫଗଡ଼ା କରନ୍ତୁ ନାହିଁ, ରୋଗ ପାଇଁ ଟିକେ ଜଗି ରୁହନ୍ତୁ। ଗାଡ଼ି ବି ଆପଣଙ୍କୁ ମନା ନିଶ୍ଚିତ ଭାବରେ। ଆପଣଙ୍କ ପାଇଁ ସବୁଠୁ ବଢ଼ିଆ ଜିନିଷ ହେଉଛି ହନୁମାନ ଚାଳିଶା ପାଠ କରିବେ, ମହାଦେବଙ୍କୁ ପୂଜା ଅର୍ଚ୍ଚନା କରି ବଡ଼ଙ୍କର ଆଶୀର୍ବାଦ ନିଅନ୍ତୁ। ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସହ ଗୁରମେ ନମଃ, ଏଇଟା ହେଉଛି ବୃହସ୍ପତି ଦେବଙ୍କର ବୀଜ ମନ୍ତ୍ର ପଠାନ୍ତୁ। କାହିଁକିନା ଆପଣଙ୍କର ରାଶି ସ୍ୱାମୀ ବହୁତ ମାନେ କ'ଣ ରାଶି ସ୍ୱାମୀ ଯିଏ ଆପଣଙ୍କର ବୃହସ୍ପତି, ସିଏ ହେଉଛନ୍ତି କ'ଣ ଦେବ ଗୁରୁ। ତ ତାଙ୍କ ଆଶୀର୍ବାଦ ରହିଲେ ନିଶ୍ଚିତ ଭାବରେ ଆପଣମାନେ ଏସବୁ ବିପଦରୁ ଉଦ୍ଧାର। କିନ୍ତୁ ଦେଖନ୍ତୁ କନ୍ୟା ରାଶି, ମୀନ ରାଶି, କର୍କଟ ରାଶି, ନିଶ୍ଚିତ ଭାବରେ ଏଇ ଯେଉଁ 3 ରାଶି ଆପଣ ଆମେ ଏଇଟା ଗୋଟେ ସଚେତନ କରାଉଛୁ ଏତିକି ଡେଟ୍ରୁ, ନିଶ୍ଚିତ ଭାବରେ ଟିକେ ଆପଣ ଏଇଟା ମାନନ୍ତୁ। ନିଜର ଆକ୍ୟୁରେଟ୍ ଗ୍ରହ କେଉଁଠି ବସିଛନ୍ତି, ଆପଣଙ୍କର ମଙ୍ଗଳ ଯଦି ଖରାପ ଥିବେ ଆପଣଙ୍କର ଅଧିକ ଇଫେକ୍ଟେଡ଼ ହେବେ। ଆପଣ ରାହୁ ଯଦି ବସିଥିବେ, ସୂର୍ଯ୍ୟ ଯଦି ବସିଥିବେ ଖରାପ ଜାଗାରେ, ଭଲ ଜାଗାରେ ବସିଥିଲେ ଯାହା ବି ହେଲେ ଆପଣଙ୍କର ଖରାପଟା ଅତ୍ୟନ୍ତ ଖରାପ ଆଡ଼କୁ ଯିବ ନାହିଁ, ଆଭରେଜ୍ରେ ଯିବ। ଆଉ ନିଜର ଜାତକ କୁଣ୍ଡଲି ଆକ୍ୟୁରେଟ୍ ପ୍ରେଡ଼ିକ୍ସନ୍ ଜାଣିବା ପାଇଁ ନିଶ୍ଚିତ ଭାବରେ ଆମକୁ କଲ୍ କରନ୍ତୁ। ଆମ ଟିମ୍ ଆପଣଙ୍କୁ ଟାଇମ୍ ଦେଖି ନିଶ୍ଚିତ ଭାବରେ ଆପଣଙ୍କ କୁଣ୍ଡଲିର ବିଶେଷ ଆନାଲାଇଜ୍ କରିବି। ଜୟ ଜଗନ୍ନାଥ।